ବୃକ୍ଷଲତା ବିନା ପ୍ରାଣୀ ଜଗତ ତିଷ୍ଠି ରହିବା ଅସମ୍ଭବ। ତେଣୁ ବୃକ୍ଷଲତାର ଯତ୍ନ ନେବା ପାଇଁ ଭାରତ ସରକାର 1950 ମସିହା ଠାରୁ ପ୍ରତିବର୍ଷ ଜାତୀୟ ସ୍ତରରେ ବନ ମହୋତ୍ସବ ପ୍ରବର୍ତ୍ତନ କରିଛନ୍ତି। ବୃକ୍ଷର ଉପକାରିତା ଯେ ବୃକ୍ଷଲତା ଆମର ବନ୍ଧୁ। ଏହା ଆମକୁ ଖାଦ୍ୟ, ଜାଳେଣୀ, ଆସବାବପତ୍ର ଓ ଗୃହୋପକରଣ ଆଦି ଯୋଗାଇଥାଏ। ବିଭିନ୍ନ ଜନଜାତ ଦ୍ରବ୍ୟ ମଧ୍ୟରେ କାଠ, ଝୁଣା, ଲାଖ, ମହୁ, ବିଭିନ୍ନ ଫଳ, ଔଷଧ ଆମେ ବୃକ୍ଷଲତା ଠାରୁ ପାଇଥାଉ। ତେଣୁ ଜଙ୍ଗଲ ସମ୍ପଦ ନଷ୍ଟ କରିବା ଅର୍ଥ ନିଜର ଅଶେଷ କ୍ଷତି ସାଧନ କରିବା। ଏହି ସମ୍ପଦର ସୁରକ୍ଷା ଲାଗି ଦେଶବାସୀ ଓ ସରକାରଙ୍କ ପଦକ୍ଷେପ ବନ ମହୋତ୍ସବ ନାମରେ ନାମିତ ହୋଇ ବୃକ୍ଷଲତାର ଉପକାରିତା ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରେ। ଏହାର ଆବଶ୍ୟକତା ସମ୍ପ୍ରତି ଜନସଂଖ୍ୟା ବୃଦ୍ଧି ହେତୁ ଜନବସତି ଗଢ଼ି ଉଠିଛି ଓ ଲୋକମାନେ ନିଜର ଆବଶ୍ୟକତା ଗୃହ ନିର୍ମାଣ କରିବା ପାଇଁ ନିର୍ବିକାରରେ ଜଙ୍ଗଲ ସମ୍ପଦ ନଷ୍ଟ କରିବା ଲାଗିଛନ୍ତି। ଏହା ଆମ ଭବିଷ୍ୟତ ଓ ଜୀବନ ପ୍ରତି ଧ୍ୱଂସର କାରଣ ହେବା ବିଚିତ୍ର ନୁହେଁ। ଏହା ପଦକ୍ଷେପ ନେବା ଉଚିତ ଯେ ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହରେ ଏହି ବନ ମହୋତ୍ସବ ସପ୍ତାହ ପାଳନ କରାଯାଏ। ଜାତୀୟ ଜଙ୍ଗଲ ସଂରକ୍ଷଣ ନୀତି ଅନୁସାରେ ସରକାର ବୃକ୍ଷରୋପଣକୁ ଅଗ୍ରାଧିକାର ଦେଉଛନ୍ତି। ଟେଲିଭିଜନ, ରେଡ଼ିଓ ଓ ଖବରକାଗଜ ମାଧ୍ୟମରେ ଏହି ବିଭିନ୍ନ ସଭା ସମିତି ଜରିଆରେ ବନୀକରଣ ମହତ୍ତ୍ୱ ଆଲୋଚିତ ହେଉଛି। ସରକାର ମାଗଣାରେ ଚାରା ଗଛ ଯୋଗାଇ ଜନସାଧାରଣଙ୍କୁ ଏହି ଦିଗରେ ଉତ୍ସାହିତ କରୁଛନ୍ତି। ପ୍ରତ୍ୟେକ ଗ୍ରାମରେ ଥିବା ଅନାବାଦୀ ଜମି, ପଡ଼ିଆ, ନଦୀ, ପାର୍ବତ୍ୟ ଅଞ୍ଚଳରେ ବୃକ୍ଷରୋପଣ କରାଯାଉଛି।